तो दर्शक बंधु 25 जून 2026 गुरुवार को पड़ाक जाऊँगी निर्जला एकादशी। आउ एही निर्जला एकादशी दिन एमिति कौन करिवे, एमिति क्यों उपाय करिवे, आपणक घरे थिबा पुरुणारू पुरुणा दरिद्रता, गरीबी, निर्धनता, अभाव अनटन ता सहित आर्थिक संकट सबुबेଳ ପାଇଁ ଆପଣଙ୍କ ଘରୁ ବିଦା ହୋଇଯିବ ଏବଂ ଆପଣଙ୍କର ଆଗକୁ ଆସୁଥିବା 7 ପିଢ଼ି ବି କେବେ ଆଉ ଧନ ଦୌଲତ ବୈଭବ ଟଙ୍କା ପଇସାର ଅଭାବ ଭୋଗିବେ ନାହିଁ। ତ ଦର୍ଶକ ବନ୍ଧୁ ଏଥିପାଇଁ ଆପଣଙ୍କୁ ଅନୁରୋଧ ଏହି ଭିଡିଓଟିକୁ ପୁରା ଧ୍ୟାନର ସହିତ ଦେଖନ୍ତୁ। ଆମ ଧର୍ମଶାସ୍ତ୍ର ଏବଂ ଆମ ସନାତନ ଧର୍ମଶାସ୍ତ୍ରରେ ପୁରାଣ ଏବଂ ବାସ୍ତୁଶାସ୍ତ୍ରରେ ତା ସହିତ ତନ୍ତ୍ରଶାସ୍ତ୍ରରେ ଘରର ଝାଡୁ କେବଳ ଆପଣଙ୍କ ଘରର ବାଲି ଧୂଳି ତା ସହିତ ଅଳିଆ ଆବର୍ଜନାକୁ ବାହାର କରିବାର କେବଳ ଗୋଟିଏ ବସ୍ତୁ ନୁହେଁ, ବରଂ ଝାଡୁ ଧନର ଦେବୀ ସାକ୍ଷାତ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ। ଆଉ ଯଦି ଆପଣଙ୍କ ଘରର ଝାଡୁକୁ ଆପଣ ପୁରା ଆଦର କରିବେ ଏବଂ ଝାଡୁ ସହ କିଛି ଦିବ୍ୟ ନିୟମକୁ ପାଳନ କରିବେ ତ ଆପଣଙ୍କ ଘରୁ ଅଲକ୍ଷ୍ମୀ, ଦୁର୍ଭାଗ୍ୟ ଏବଂ ଘୋର ଅଭାବ ଅନଟନ ବା ଗରିବୀ ଆପଣଙ୍କ ଘରର ରାସ୍ତା ସବୁବେଳ ପାଇଁ ଭୁଲିଯିବେ। ତ ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ନିର୍ଜଳା ଏକାଦଶୀ ଦିନ ମାନେ 25 ଜୁନ 2026 ଗୁରୁବାର ଦିନ ଝାଡୁ ସହ ଏମିତି ଗୋଟିଏ ଦିବ୍ୟ ଉପାୟ ଜଣାଇବୁ ଏବଂ କିଛି ନିୟମ ବତାଇବୁ ଯାହାକୁ ଯଦି ଆପଣ ଏହି ନିର୍ଜଳା ଏକାଦଶୀ ଦିନ କରିଦେବେ ଆଉ ଏହି ଉପାୟକୁ ନିର୍ଜଳା ଏକାଦଶୀ ଦିନ ରାତିରେ କାହାକୁ କିଛି ନ ଜଣାଇ ଚୁପଚାପ କରିଦେବେ ତ ଆପଣଙ୍କ ଘରେ ସୁଖ, ସମୃଦ୍ଧି ଏବଂ ଅଟୁଟ ଲକ୍ଷ୍ମୀଙ୍କର ଏପରି ଦିବ୍ୟ ବର୍ଷା ହେବ କି ଆପଣଙ୍କ ଘରର ଭଣ୍ଡାର କେବେ ବି ଖାଲି ରହିବ ନାହିଁ। ବହୁତ ଲୋକଙ୍କ ଘରେ ଝାଡୁକୁ ନେଇ ଏମିତି କିଛି ତାଙ୍କ ଅଜାଣତରେ ଭୁଲ କରି ବସନ୍ତି ଯାହା ଦ୍ୱାରା ମାତା ଲକ୍ଷ୍ମୀ ତାଙ୍କ ଘରୁ ଭୟଙ୍କର କ୍ରୋଧିତ ହୋଇ ଫେରି ଯାଇଥାନ୍ତି, କେବେ ବି ତାଙ୍କ ଘରେ ଆଉ ପାଦ ରଖିନଥାନ୍ତି। ବହୁତ ସାରା ଲୋକେ କଣ କରିଥାନ୍ତି ନା ତାଙ୍କ ଘରେ ଝାଡୁକୁ ସିଧା ସିଧା ଠିଆ କରିକି ରଖିଦେଇଥାନ୍ତି ଆଉ ଯାହା ତନ୍ତ୍ରଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଏକ ଭୟଙ୍କର ଦୋଷ ମନା ଯାଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଝାଡୁକୁ ସବୁବେଳେ ଆପଣଙ୍କ ଘରର କିଛି ଏପରି କୋଣରେ ଲୁଚାଇକି ଏବଂ ତଳେ ଶୁଆଇକି ରଖିବେ ଯେପରି ଆପଣ ଆପଣଙ୍କ ଘରେ ଆପଣଙ୍କର ଟଙ୍କା ପଇସା ସୁନା ଗହଣାକୁ ଲୁଚାଇକି ରଖିଥାନ୍ତି, ଠିକ ସେହିପରି ଝାଡୁକୁ ମଧ୍ୟ ଆପଣଙ୍କ ଘରେ ବା ଆପଣଙ୍କ ଘରର କୌଣସି ଏକ କୋଣରେ ଲୁଚାଇକି ରଖିବେ ଏବଂ ଝାଡୁକୁ ଶୁଆଇକି ରଖିବେ, ଠିଆ କରିକି ରଖିବେ ନାହିଁ। ଆଉ ଦର୍ଶକ ବନ୍ଧୁ କେବେ ବି ଭୁଲରେ ଆପଣଙ୍କ ଘରର ଝାଡୁ ଉପରେ ଆପଣଙ୍କର ପାଦ ଲଗାଇବେ ନାହିଁ ବା ଗୋଇଠା ମାରିବେ ନାହିଁ ଝାଡୁକୁ, କାହିଁକି ନା ଝାଡୁ ମାତା ଲକ୍ଷ୍ମୀଙ୍କର ବିଘ୍ନ ରୂପ ହୋଇଥାଏ। ଆଉ ଯଦି ବି କୌଣସି କାରଣରୁ ଆପଣଙ୍କର ଅଜାଣତରେ ସେହି ଝାଡୁ ଉପରେ ଆପଣଙ୍କର ଗୋଡ ବାଜିଯାଏ ତ ତୁରନ୍ତ ଆପଣଙ୍କର ମୁଣ୍ଡକୁ ଝାଡୁରେ ମାରି କ୍ଷମା ପ୍ରାର୍ଥନା କରିନେବେ। ଝାଡୁକୁ କେବେ ବି ବାଥରୁମ, ଶୌଚାଳୟ, ଟଏଲେଟ ବା ରୋଷେଇ ଘରର ବେସିନ୍ ପାଖରେ ରଖନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ରାହୁ କେତୁର ନକାରାତ୍ମକ ପ୍ରଭାବ ଅତ୍ୟନ୍ତ ଶକ୍ତିଶାଳୀ ହୋଇଯାଇଥାଏ, ଯାହାକି ରୋଗ ବେମାରୀ ଏବଂ ଅକାଳ ମୃତ୍ୟୁର ଭୟ ବଢି ଲାଗିଥାଏ। ଯେତେବେଳେ ଆପଣଙ୍କ ଘରର ପୁରୁଣା ଝାଡୁ ଭାଙ୍ଗିଯାଏ କିମ୍ବା ପୁରୁଣା ହେବାକୁ ଲାଗେ ତ ସେହି ଝାଡୁକୁ ବଦଳାଇବା ପାଇଁ ସବୁବେଳେ ଶନିବାର, ଅମାବାସ୍ୟା କିମ୍ବା ଗ୍ରହଣ ଦିନ ନିର୍ଣ୍ଣୟ କରିବା ଉଚିତ। କୌଣସି ବି ଅନ୍ୟ ଦିନ ମାନେ ଗୁରୁବାର, ଏକାଦଶୀ ଏବଂ ପୂର୍ଣ୍ଣିମା ଦିନ ଭୁଲରେ ବି ଆପଣଙ୍କ ଘରର ଝାଡୁକୁ ବାହାରେ ଫୋପାଡନ୍ତୁ ନାହିଁ ବା ଆପଣଙ୍କ ଘରୁ ବାହାରକୁ କାଢନ୍ତୁ ନାହିଁ। ତ ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ସେହି ଗୁପ୍ତ ଉପାୟ ଯାହାକୁ ଆପଣ 25 ଜୁନ 2026 ଗୁରୁବାର ନିର୍ଜଳା ଏକାଦଶୀ ଦିନ ରାତିରେ ପୁରା ଶ୍ରଦ୍ଧାର ସହିତ ପୁରା ବିଶ୍ୱାସର ସହିତ ଉପାୟଟିକୁ କରିବେ ଜାଣିବା। ଆଉ ଏହି ଉପାୟର ଶକ୍ତିକୁ ଜାଗୃତ କରିବା ପାଇଁ ଏହାର ନିୟମ ହେଉଛି କି ଆପଣଙ୍କୁ ଏହି
ଏକାଦଶୀର ଦିନକୁ ନେଇକି ପୁରା 5ଟି ଶୁକ୍ରବାର ପର୍ଯ୍ୟନ୍ତ ପୁରା ସାତ୍ତ୍ୱିକ ଆଚରଣ ଆପଣାଇବାକୁ ପଡ଼ିବ। କୌଣସି ବି ପ୍ରକାରର ତାମସିକ ଭୋଜନ, ମଦ, ପାନ, ପୁଡ଼ିଆ, ବିଡ଼ି, ସିଗାରେଟ, ପିଆଜ, ରସୁଣ, ମାଛ, ମାଂସ, ଅଣ୍ଡା, ନକାରାତ୍ମକ ଚିନ୍ତାଧାରାକୁ ଆପଣଙ୍କ ଠାରୁ ପୁରା ଦୂରେଇ ଦେବାକୁ ପଡ଼ିବ। ଆଉ ଏହା ହିଁ ସମ୍ପୂର୍ଣ୍ଣ ବିଧି ଏହି ଉପାୟକୁ କରିବା ପାଇଁ। 25 ଜୁନ ରାତ୍ରିରେ ଯେତେବେଳେ ଘରର ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଇଯିବ, ତ ଆପଣ କ'ଣ କରିବେ ନା ସଫାସୁତୁରା ବସ୍ତ୍ର ପିନ୍ଧିବେ। ଭଗବାନ ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ସାମ୍ନାରେ ଗୋଟିଏ ଦେଶୀ ଘିଅର ଦୀପଟିଏ ଜଳାଇବେ। ତାପରେ ସେହି ଫଟୋ ବା ମୂର୍ତ୍ତି ସାମ୍ନାରେ ଗୋଟିଏ ଲାଲ ରଙ୍ଗର ଚାରିକଣିଆ କପଡ଼ାଟିଏ ପାରିଦେବେ। ଆଉ ସେହି କପଡ଼ା ଉପରେ 2ଟି ଗୋଟା ଫୁଲ ଥିବା ଲବଙ୍ଗ ରଖିବେ। ତା ସହିତ 2ଟି ଖଣ୍ଡ କର୍ପୂର ରଖିବେ। ତା ସହିତ 2ଟି ଗ୍ରୀନ ରଙ୍ଗର ଗୁଜୁରାତି ରଖିବେ। ଗୋଟା ଗୁଜୁରାତି ରଖିବେ, ଭଙ୍ଗା ଛିଣ୍ଡା ଗୁଜୁରାତି ନେବେ ନାହିଁ। ତାପରେ ମାତା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ ମନେ ମନେ ସ୍ମରଣ କରିବେ। ସେହି ବୀଜ ମନ୍ତ୍ରଟିକୁ ମନେ ମନେ ପଢ଼ି ପଢ଼ିକା ଯେଉଁ ଲାଲ ରଙ୍ଗର କପଡ଼ାରେ ସବୁ ସାମଗ୍ରୀ ରଖିଥିଲେ, ସେହି ସାମଗ୍ରୀକୁ ସେହି ଲାଲ କପଡ଼ାରେ ଏପରି ବାନ୍ଧିବେ ଯେପରି ଗୋଟିଏ ପୋଟଳି ସଦୃଶଟିଏ ବନାଇଦେବେ। ଆଉ ସେହି ପୋଟଳିର ମୁହଁଟିକୁ ଯେଉଁ ବାନ୍ଧିବେ, କେବଳ ଆଉ କେବଳ ଲାଲ ରଙ୍ଗର ମୌଲି ଧାଗା ହିଁ ପ୍ରୟୋଗ କରିବେ। ମାନେ ଯାହାକୁ ରକ୍ଷା ସୂତା କୁହନ୍ତି, ସେହି ରକ୍ଷା ସୂତାରେ ହିଁ ସେହି ପୋଟଳିର ମୁହଁକୁ ବାନ୍ଧିବେ। ଆଉ ମୌଲି ଧାଗା ବାନ୍ଧିବା ସମୟରେ 3ଟି ଗଣ୍ଠି ଦେବେ। ଏହା ପରେ ରାତ୍ରିର ମଧ୍ୟରାତ୍ରି, ମାନେ ଯେତେବେଳେ ଆପଣଙ୍କ ଘରର ପ୍ରତ୍ୟେକ ସଦସ୍ୟ ଶୋଇଯିବେ, ଯେତେବେଳେ ଆପଣଙ୍କ ଘର ପୁରାପୁରି ଶାନ୍ତି ଅବସ୍ଥାରେ ଥିବ, ପୁରା ସୁନସାନ ହୋଇଥିବ, ସେହି ସମୟରେ ସେହି ସିଦ୍ଧ ପୋଟଳିକୁ ନେଇଯିବେ ଆପଣଙ୍କ ଘରର ଝାଡୁ ତଳେ ଚୁପଚାପ ଲୁଚେଇକି ସେହି ପୋଟଳିଟିକୁ ରଖିଦେବେ। ଆଉ ଧ୍ୟାନ ରଖିବେ, ଏହି ଗୁପ୍ତ ଉପାୟଟିକୁ କରିବା ସମୟରେ ଯେପରି ଆପଣଙ୍କ ଘରର କୌଣସି ବି ସଦସ୍ୟ ଆପଣଙ୍କୁ ଦେଖି ନ ପାରିବେ, ଏହି କଥାକୁ ବିଶେଷ କରି ଧ୍ୟାନ ରଖିବେ। ଆଉ ସେହି ବୀଜ ମନ୍ତ୍ରଟି ହେଉଛି ଓମ୍ ମହାଲକ୍ଷ୍ମୀ ନମଃ, ଓମ୍ ମହାଲକ୍ଷ୍ମୀ ନମଃ। ଏହି ମନ୍ତ୍ରକୁ ଜପ କରି କରିକି ପୋଟଳିଟିକୁ ଆପଣ ବାନ୍ଧିବେ। ତାପରେ ଝାଡୁଟି ତଳେ ଯେତେବେଳେ ସେହି ପୋଟଳିକୁ ରଖିଦେବେ, ତାପରେ ଚୁପଚାପ ଆପଣଙ୍କର ଶୟନ କକ୍ଷକୁ ପଳେଇବେ, ଶୋଇପଡ଼ିବେ। ତା ପରଦିନ ସକାଳୁ ଉଠିକି, ମାନେ 26 ଜୁନ 2026 ଶୁକ୍ରବାର ଦିନ ଦ୍ୱାଦଶୀ ତିଥି ପଡ଼ିଥିବ। ଏହି ଦିନ ସକାଳୁ ମାନେ ଶୁଭ ମୁହୂର୍ତ୍ତରୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠିଯିବେ, ସ୍ନାନ ଆଦି ସାରିକିରି ପବିତ୍ର ବସ୍ତ୍ର ଧାରଣ କରିବେ। ସବୁଠୁ ପ୍ରଥମେ କାହା ସହିତ କଥାବାର୍ତ୍ତା କରିବେ ନାହିଁ। ଝାଡୁ ତଳେ ରଖିଥିବା ସେହି ଦିବ୍ୟ ପୋଟଳିଟିକୁ ପୁରା ଶ୍ରଦ୍ଧାର ସହିତ କାଢି ଆଣିବେ। ତାପରେ ଆପଣଙ୍କ ଠାକୁର ଘରେ ଥିବା ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଫଟୋରେ ସେହି ପୋଟଳିକୁ ଭଗବାନଙ୍କ ଚରଣରେ ଛୁଆଇ ଆଣିବେ। ଧୂପ ଦୀପ ସେହି ପୋଟଳିକୁ ଦେଖେଇ ପୂଜା କରିଦେବେ। ତାପରେ ସେହି ପୋଟଳିଟିକୁ ଆଣିକି ଆପଣଙ୍କର ଟ୍ରେଜରୀ, ମାନେ ଯେଉଁଠି ଆପଣ ଟଙ୍କା ପଇସା ସୁନା ଗହଣା ଆଦି ରଖୁଛନ୍ତି, ସେହି ଜାଗାରେ ସେହି ପୋଟଳିଟିକୁ ନେଇକି ସ୍ଥାପିତ କରିଦେବେ, ମାନେ ରଖିଦେବେ। ତ ଦର୍ଶକ ବନ୍ଧୁ, ଏହା କୌଣସି ସାଧାରଣ ପୋଟଳି ନୁହେଁ, ବରଂ ନିର୍ଜଳା ଏକାଦଶୀ ମହାନ ଏବଂ ଜାଗୃତ ରାତ୍ରିର ଝାଡୁ ତଳେ ରହିଥିବା କାରଣରୁ ସେହି ପୋଟଳି ଏକ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ତୀବ୍ର ଧନ ଆକର୍ଷିତ କରିବାର ଯନ୍ତ୍ରଟିଏ ବନିଯାଇଥାଏ, ଯାହା ଆପଣଙ୍କ ଜୀବନରେ ଚାରି ଦିଗରୁ ଧନକୁ ଟାଣିକି ଆଣିବାର କାମ କରିବ। ଆଉ ଏହି ଉପାୟ ପ୍ରଭାବରୁ ଆପଣଙ୍କର ବେପାର ବାଣିଜ୍ୟରେ ଚାଲିଥିବା ପ୍ରତ୍ୟେକ ସମସ୍ୟା ତୁରନ୍ତ ସମାଧାନ ହୋଇଯିବ। ଆପଣଙ୍କର ଚାକିରିରେ ଅଟକିଥିବା ପ୍ରମୋସନ ବା କୌଣସି ବି ସମସ୍ୟା ଏକ ଚୁଟକିରେ ସମାପ୍ତ ହୋଇଯିବ ଏବଂ ଆପଣଙ୍କ ଚାକିରିରେ ବେତନର ବୃଦ୍ଧିର ଯୋଗ ବଢିବାକୁ ଲାଗିବ। ଆଉ ଯଦି ଆପଣଙ୍କ ମୁଣ୍ଡ ଉପରେ କରଜର ଭାରି ବୋଝ ଲାଗି ରହିଥାଏ, ତ ସେହି କରଜ ବି ଧୀରେ ଧୀରେ ପୁରାପୁରି ଶୁଝିବାକୁ ଲାଗିବ। ତ ଦର୍ଶକ ବନ୍ଧୁ, ଏହି 25 ଜୁନ ନିର୍ଜଳା ଏକାଦଶୀର ରାତ୍ରି କୌଣସି ସାଧାରଣ ରାତ୍ରି ନୁହେଁ, ଏହା ଏକ ବଡ଼ ଅଚୁକ ଏବଂ ଚମତ୍କାରୀ ରାତ୍ରିଟିଏ ଅଟେ। ତ ଆପଣମାନେ ନିହାତି ଏହି ରାତ୍ରିରେ ଏହି ଭିଡିଓରେ କୁହାଯାଇଥିବା ଝାଡୁବାଲା ଉପାୟକୁ ଜରୁର ଆପଣାନ୍ତୁ। ଦେଖିବେ ଆପଣଙ୍କ ଜୀବନରେ କିପରି ଦୁଃଖ କଷ୍ଟ
ତୁରନ୍ତ ସମାଧାନ ହୋଇଯିବ ଏବଂ ଚାରି ଦିଗରୁ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର କୃପାରୁ ଟଙ୍କାର ବର୍ଷା ହେବାକୁ ଲାଗିବ। ତା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ଅନ୍ୟମାନଙ୍କ ପାଖକୁ ସେୟାର କରନ୍ତୁ, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ଏହି ଉପାୟକୁ ଆପଣାଇ ତାଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିପାରିବେ। ତ ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ କୃପା କରି ଭିଡ଼ିଓ ଗୋଟେ ଲାଇକ୍‌ଟିଏ କରନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀ ହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ ଏବଂ ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ, ତ କୃପା କରି ଆମର ଏହି ଚ୍ୟାନେଲ ରୋଜି ପିହୁ 1234 କୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଆଜି ପାଇଁ ରହୁଛି। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ।